हाय फ्रेंड नमस्कार। आशा करছি ଆପଣମାନେ ଭଲ ଥିବେ ଖୁସିରେ ଥିବେ। ମୁଁ ଭଲ ଅଛି। ଭିଡ଼ିଓଟି ଫାଷ୍ଟ ଲାଷ୍ଟ ଯାଏଁ ଦେଖନ୍ତୁ। ଭଲ ଲାଗେ ଲାଇକ୍ କମେଣ୍ଟ ସେୟାର କରନ୍ତୁ। ନୂଆ ଥିଲେ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓ ଟିକେ କ'ଣ ବହୁତ ସାରା ଭଲ ପାଇବା ଦିଅନ୍ତୁ। ଆଉ ମୁଁ ଆପଣଙ୍କୁ ଖାସ୍ କରି ମୋ ପୁଅ ପାଇଁକା ଟିକେ ବେଶୀ ଆଶୀର୍ବାଦ ଦିଅନ୍ତୁ। କିନ୍ତୁ ସେ ମାନେ କିନ୍ତୁ ଭଲ ମଣିଷଟା ହେବ, ପାଠଶାଠ ପଢ଼ିବ, ସବୁବେଳେ ଯେମିତି କହିଅଛି ଆପଣମାନଙ୍କ ନିହାତି ଆଶୀର୍ବାଦ ମୋ ପୁଅ ପାଇଁ ଦରକାର। ମୋ ପାଇଁ ନହେଲେ ନାହିଁ, ମୋର ଆଉ କିଛି ଦରକାର ନାହିଁ, କିନ୍ତୁ ମୋ ପିଲା ପାଇଁ ନିହାତି ଦରକାର। ଆଉ ମୁଁ କାଲି ଆଉ ଭିଡ଼ିଓ କିଛି ବନେଇ ନଥିଲି, ଆଜି ବ୍ଲଗ୍ ବନେଇ ନଥାନ୍ତି ଭାବୁଥିଲି, କାହିଁକିନା ବେକ ଯେମିତି ହେଇଛି ଦେଖୁଥିବେ, ବେକର ଅବସ୍ଥା ପୁରା ଖରାପ। ଆଉ ମାନେ ଏତେ ଗରମ ହେଉଛି ଯେ କୁହନ୍ତୁନି, ମାନେ ମୁଁ କ'ଣ କରିବି କ'ଣ ନାହିଁ, ବ୍ଲଗ୍ ଇଚ୍ଛା ହେଉନି ଦେବାକୁ। ତଥାପି ମୁଁ କହିଲି ଡେଲି ବ୍ଲଗ୍ ଯେତେବେଳେ ମୁଁ କରୁଛି ବାଧ୍ୟତା ମୋତେ ଦେବାକୁ ପଡ଼ୁଛି। ତଥାପି ଡେରି ହେଇଯାଉଛି, ସବୁ ଭିଡ଼ିଓ ଲେଟ୍ ଯାଇକି ପହଞ୍ଚୁଛି, କ୍ଷମା କରିଦେବେ। ଏଇ ଭିଡ଼ିଓ ବି ଏଠି ଲେଟ୍ ହେଇଯାଉଛି ଅଧିକାଂଶ, କାହିଁକିନା ପୁଅ ମୁଁ ସେପଟକୁ ବେଶୀ ସମୟ ଯାଇପାରୁନି, ଖରାକୁ ବି ବାହାରି ପାରୁନି। ମୁଁ ଏବେ ସକାଳ ଆସିକି କେତେଟା ସବୁବେଳେ ମୁଁ 8:30 ଟାଇମ୍ ହେଲାଣି। ମୁଁ ଏବେ ଭାତ ବସେଇ ଦେଇକି ଠାକୁର କରିଦେଇକି ଲୁଗାପଟା ଧୁଆଧୁଇ କରିକି ସବୁ ଆସିଲି ହେରି କାମ ଟୁଟେଇକି। ଅଛି ଆହୁରି ପାଣି ଫାଣି ରଖା ହେବ, ଦୁନିଆ କାମ ଅଛି। କିନ୍ତୁ ବାବା ନାହାନ୍ତି, ଟିକେ ମେଡ଼ିକାଲ ଯାଇଛନ୍ତି। ମୁଁ କହୁଥିଲି ଦେଖା ହେବାକୁ ଟିକେ ଯାଇଥାନ୍ତି, କାହିଁକିନା ଆଉ କୁଆଡ଼େ ବି ବାହାରିନି। ସବୁ ମାନେ ମୋତେ ଯେମିତି ଲାଗୁଛି ମୋରି ଉପରେ ସବୁଯାକ ରୋଗ ମୋ ବେକରେ ହେଇଯାଇଛି। ବେଶୀ ଗରମଟା ମୋ ବେକକୁ ହେଉଛି, ଆଉ କୁଆଡ଼େ କିଛି ଜିନିଷ ହେଇନି। ଏଇଠୁ ଇଆଡ଼େ ହଁ ଠିକ୍ ଅଛି ଠିକ୍ ଅଛି। ଆଉ ଏଇଠୁ ତ ଗରମ ଯେ ମୋଠୁ ବି ମୋ ପୁଅର ବି ହେଲାଣି। ମୋତେ ଭାରି ଟେନସନ୍, ତାର ବି ଏରା ହେଇଛି। କହୁଛି ମାମା ତୁ କେମିତି ସମ୍ଭାଳୁଛୁ, ମୁଁ ଏରା ସମ୍ଭାଳି ପାରୁନି, କାହିଁକିନା ଏରା ଦର୍ଜ ପ୍ରବଳ ହେଉଛି। ମାନେ ଏମିତି ହାତ ପାଉଣ୍ଡ ଟିକେ ଲଗେଇଲା ବେଳକୁ ବି ମାନେ କାଟୁଛି, ଆଉଁସିଲେ ମାନେ କେମିତି ଗୋଟେ ଅବାଗିଆ, କେମିତି ଗୋଟେ ଅଲଗା ପ୍ରକାର ଲାଗୁଛି। ଏଗୁରା ସବୁ ଦର୍ଜ ହେଇଛି, ଏମିତି ବି କରିହେଉନି, ଏମିତି କରିହେଉନି। ମୁଁ ସେଇଥିପାଇଁ ଓଢ଼ଣୀ ବି ଟୋଟାଲି ମୁଁ ପକାଇ ପାରୁନି, ଖାଲି ସେଥିପାଇଁ ପତଳା ନାଇଟ୍ ଟିକେ ପିନ୍ଧୁଛି, କାହିଁକିନା କାଳେ ଦେହ ମୁଣ୍ଡ ବାହାରି ପଡ଼ିଲେ ଡର ଲାଗୁଛି। କେଉଁ ବର୍ଷ ବି ମୋର ହୁଏନି, ଏଇ ବର୍ଷ କାହିଁ ଫାଷ୍ଟ କେନି ହେଇଛି ଏମିତି। ସବୁ ବର୍ଷ ହୁଏ କିନ୍ତୁ ଏତେ ଜୋରରେ ହୁଏନି। ମୁଁ କିଣା ବେକର ଫେକର ଲଗେଇଦେଲେ ଚେନ୍ ଫେନ୍ ଉପରେ ଟିକେ କଳା କଳା ଇଏ ହେଇଯାଏ, ବେଶୀ ହୁଏନି। କିନ୍ତୁ ଏଇ ବର୍ଷ ପୁରା ବେକ ଯାକ ବାହାରି ପଡ଼ିଛି। ମୁଁ ଏଇନା ସାଙ୍ଗେ ସାଙ୍ଗେ ଜଷ୍ଟ ଲଗେଇଲି, ସାଙ୍ଗେ ସାଙ୍ଗେ ଝାଳ ବୋହିଗଲା। କାଲି କାହିଁକି ବ୍ଲଗ୍ ଆସିନଥିଲା ନା, କାଲି ଟିକେ ଭଲ ଲାଗୁନଥିଲା। ମୁଁ ଏଇନା ଏଡ଼ିଟିଂ କରିନଥିଲି। ଠାକୁରଙ୍କ ବାହାଘରର ଭିଡ଼ିଓ ମୋ ପାଖରେ ବି, ଭିଡ଼ିଓ ବାହାଘର ନାହିଁ ସେଦିନର ଭିଡ଼ିଓ କରିଥିଲି। ଆଉ ତାପରେ ଆଜି କାଲି ହେଇଥିଲା ଆମର ଯେଉଁ ପାର୍ଟି, ଯେଉଁ କହନ୍ତି ରିସେପସନ୍ ପାର୍ଟି, ଯେମିତି ଠାକୁରଙ୍କର ବି ହେଇଥିଲା। ଭୋଜି ଭାତ ଧୁମଧାମ ହେଇକି ଆମ ଗାଁରେ ବି ସବୁ ବର୍ଷ ହୁଏ, ଭାଇ ଯାଆନ୍ତି। କାଲି ସେଇଗୁରା ସବୁ ଜିନିଷ ମନେ ପଡ଼ୁଥିଲା। କାଲି ତ ମନେ ପଡ଼ୁଥିଲା ଯେ ସମସ୍ତେ ମାନେ ସକାଳୁ ବି ମୁଁ ବହୁତ ଏରା ଭାବିକି ମାନେ କାନ୍ଦିକି ମୋତେ ଭଲ ଲାଗୁନଥିଲା। ଏବେ ଟିକେ ମାନେ ମୋତେ ଲାଗୁଛି ମୁଁ ଏବେ ଠିକ୍ ଅଛି, ସକାଳୁ ପହରୁ ଭଲ ଲାଗୁନଥିଲା। କାଲି ତ ସମସ୍ତେ ତାଙ୍କୁ ପୁରା ମନେ ପକାଉଥିବେ, କହିଲେ ସିଏ ଥିଲେ ମାନେ ଆଳୁ ଅଦାଠୁ ଧରିକି ସବୁ ନେଇକି ଯାଆନ୍ତି ଏଠୁ ଗାଁରୁ ଚୁଡ଼ା ଘଷା ଏକା କରିକି ଆସିକି, ମାନେ ସିଏ ଯେଉଁଠା ଜେଜେମାନଙ୍କ ଘରକୁ ଆସନ୍ତି ସେଠୁ ନେଇକି ଯାଆନ୍ତି। ଆଳୁ ହେକା ସବୁ ଗାଁରେ ଦେଇକି ଆସନ୍ତି। କିନ୍ତୁ ସେ ଏଇ ବର୍ଷ ନାହାନ୍ତି। ସବୁ ବର୍ଷ କେଉଁ ବର୍ଷ ତାଙ୍କର ବନ୍ଦ ନଥିଲା। ସେଇଟା ଭାବୁଛି ମାନେ କାଲି କେତେ ଲୋକ ମିସ୍ କରିଥିବେ ଭାଇକି, ସମସ୍ତେ ଖୋଜିଥିବେ। ସିଏ ବି ଆଳୁ ନେବାକୁ ନାହାନ୍ତି, ଯିଏ ବି ଆଳୁ ଦେଉଥିଲେ ସିଏ ବି ଆଉ ନାହାନ୍ତି। ଭାଇଙ୍କ ପଛେ ପଛେ ସିଏ ବି ଚାଲିଗଲେ, ମାନେ ଭାଇଙ୍କ ମାସେ 2 ମାସ ପରେ ସିଏ ବି ଚାଲିଗଲେ। ଭଗବାନ ମାନେ କେମିତି ମାନେ ଇଏ ଗଢ଼ୁଛନ୍ତି, ଯେଉଁ କହିଲା ଭଳିଆ କାହାକୁ ଖୁସି ଦେଉଛନ୍ତି ତ କାହାକୁ ଦୁଃଖ ଦେଉଛନ୍ତି। ସେଇଟା ଭାବିକି ମାନେ ଭଲ ଲାଗୁନି ଏତେବେଳକୁ। ତାପରେ ଭାଇ ବି ପ୍ରତି ବର୍ଷ ମୋତେ ଦିଅ ବାହାଘର ରାଶି କାଲି ହଁ ଆଳୁ ଫାଳୁ ଯେତେବେଳେ ଆଣିକି ସବୁ ବର୍ଷ ମୋତେ କିଛି ନହେଲେ 500 ଟଙ୍କାଟେ ଧରାନ୍ତି। କହିଲେ ତୁ ଏଇଟା କାହିଁକିନା ଓଷାକୁ ମୋତେ ଦଅନ୍ତିନି, ସେଥିପାଇଁ କହି ଏଇଟା ତୋ ଖର୍ଚ୍ଚ, ରଜ ଥିବ ଏଇଟା ତୋ ଖର୍ଚ୍ଚ। ସିଏ ଦିନ ଯାକ ଭାବୁଥିଲି ମୋତେ ଏଇନା କିଏ ଦେବାକୁ ଅଛି ନା କିଏ କହିବାକୁ, ନା ସେଇ ଟିଏ ଭାଙ୍ଗର ଆସିଲା ମାନେ କି ଯେଉଁ ଖୁସି ତାଙ୍କର ନା ସେରା ଅଛି, କିଛି ବି ନାହିଁ।
जिते कौच मन पकईबिनी भाभी से मन पड़ू मैंने कौन बिजी रही हम सिले भी लगी पड़ी सिले भी करुचे तथे भी मैंने किसी ये पानी जिते चाहूँ से मन पड़ू भाई थी केते खुशी होते माने नहीं केते सुंदर ब्लॉग बनाती इच्छा होने कुड़े बेले बेले बनइबा तथे भी आपण मान साथ 1.5 वर्ष 2 वर्ष लगे जो अच्छी सब दुख सुख उभय कौसी से डेली ब्लॉग जो बाध्य बनई दूसरी एबे तो पुओ ट्यूशन जाइए आसीनी टाइम ए पढ़े आसब खाइए भी किसी भी आज किसी खाइनी पुओ खाली बिस्किट टे खाई गला पुओ किसी खाइनी हाँ बिस्किट खाई जाइए बाबा छतुआ खाई देखिए 6 नंबर मेडिकल पलैसे मु तो घरे अच्छी भात बसई देती कम हो जाए पुओ आसले चा पा पीबी कौन खाइबी कौन ना देखिए इच्छा तो टोटाल कल दिन जाक तो थरुटे मुझे खाईदेली बखाड़ी जोड़े खाई आ दिन जाक भी इच्छा है खाया भोक भी होनी जिते चेष्टा कर खाई बसबी पानी बिना मत जीटा भारी कष्ट हो जाऊँ जो नौ एकड़े नहीं जाई एकड़े भी नौना कहीं सृष्टि करते जानी देखा के कहना बहुत लंग वीडियो हो जाऊँगी देखा के रोज कौन नहीं पुआ आसिले कौन खाऊँ कौन नहीं भल लगुनि मत ब्लॉग भी बनने को आसला बोधे नहीं आसिले नुआ साइकेल नहीं पुरानाटा नहीं सी आसिले कौन कहूँ कौन नहीं देखिए एबे चिकू पलि आसला मुझे कौन कर चाह धरिकी बस अपेक्षा करके आसिले खाइबू ना चा क्षीर चा अच्छी क्षीर माने क्षीर आमर थुआ जो 2-3 दिन तापर बोते पिया हो ना कुकुर को भात गोल दे दूची खाली क्षीर आणुची बेकार फोपाड़िया को आउ चाह मिचर बिस्किट थुआ आहरी भी जिनस अच्छी खाइब चिकू आस ना बड़ बड़ पड़ोसी बाहर भी रस्ता कहीं काउल लगे भल लगुन आसे जल्दी आम बिरते कौन मत दिन राति बिरत ए आने फ्रिज आणुनु कौन बिस्किट सब जगह थुआई नहीं कुकुर दी थुआई आणुनु तू खोलिकी हूँ कौन फ्रिज खोलुनु कौन भी जानु जाइए मिठाटा आने खाइबन तो फेवरेट मिठा है तो फोपाड़ी देबू अब पानी बोतल आनी काउल बालू कर बेक ये विरक्त कौन मत भल देख आइला खोले खा जल्दी देख बोलो का सब ठिपी खोला कर कहलु खोलिनी सब जगह बोतल ठिपी हमरा कोना जी आसे कोना बोतल फास्ट तक बिस्किट खा दे तापर खाइ ना ना सेटा खाइ दो ना अबे मीठा आसे जी खास कर मोबाइल खास कर तापी भल मीठा गोटे खाई सरू दानाटा जोड़ा ए थोदेवी मुझे खाइबी सेटा खाईदेवी सेटा कौन गल कर दे मुझे जानी कौ कौ बाजीगला को आखिर बाजी था एटा खाई आग एटा खाई दे धन ने भीम लड्डू आगे एटा खाई दोनु तू अने अने बसिले केते बोर माने चाडी पीनी को खाई झड़े हो मो ऊपर बाबा आसी ना केमती कौन करी कौन नहीं रोषे मुझे जानी पारनी
ଭାବୁଛି କିଛି ବ୍ଲଗ୍ କିଛି କରିବିନି ଆଜି ଇଚ୍ଛା ହେଉନି କାହିଁକି ବ୍ଲଗ୍ ଫଗ୍ ବନେଇବାକୁ ଏ ଗରମକୁ ପିଜ୍ଜା ବି ମୁଁ ବନେଇ ପାରିବିନି ମଇଦା ନେଇ ସରିବି ଓ ସୁଜି ଯେଉଁ ରେସିପିଟା ମୋର ଇଚ୍ଛା ନାହିଁ ଆଉ ମୁଡ୍ ନାହିଁ ରୋଷେଇବାସ କରିବାରେ ତାପରେ ଯେଉଁ ଗରମକୁ ଯେଉଁ ହେଇଛି ବେକ ଇଚ୍ଛା ନାହିଁ ରୋଷେଇ କରିକି ତାର ବି ବାହାରି ପଡ଼ିଯିବ ଆଉ ଖାଇ ଖେଳିନି ଏବେ ଯାଉଛୁ ଆମେ ମା' ପୁଅ ଖାଇଦେବୁ କ'ଣ ଏଇନା ଧରିଥିଲି ମନା କରୁଥିଲା ଏଇନା କ'ଣ କରୁଛୁ ହେଇଆ ଦେବୁ ଏକାବେଳେ ମୁଁ ଖାଇବିନି ଏତେ ପିଜ୍ଜା ଖାଉଛି ଖା କାହିଁକିନା ଆଜି ବାବା ହେରିକା ତ କେହି ନାହାନ୍ତି ଆପଣଙ୍କୁ କହିଛି ବାବା ମେଡ଼ିକାଲ ଯାଇଛନ୍ତି କାମକୁ ମାନେ ମୋ ବାବା ମୋ ବାବା ସେଠି ତ ସିଏ ସିନା ମିସ୍ତ୍ରୀ ଆଉ ଇଏ କ'ଣ ମିସ୍ତ୍ରୀ କ'ଣ କହୁଛୁ କହିଲେ ତୁ କହୁନୁ ବାବା ତୋର ଯାଇଛନ୍ତି କାମକୁ ମୁଁ କହିଲି ମୋ ବାବା କାମ କେତେବେଳେ ଗଲେ ନା ସେଠି ସିଏ ବାବା ତୁ ବୁଝେ ଖାଇବି ରହ ଖାମ ଖାଇବି ନାଇଁ ଲସି ଗଲାଇଁ କାଇଁ ଖଟା ଲାଗୁନି ଦହି ପକେଇ ନାହାନ୍ତି ବେଶୀ ଆଜିର ଭିଡ଼ିଓଟି କେମିତି କ'ଣ ଲାଗିଲା ନିହାତି କମେଣ୍ଟ କରି ଜଣାଇବେ ଆଉ ଆଗକୁ ବ୍ଲଗ୍ ଇଚ୍ଛା ନାହିଁ ନେବାକୁ କାହିଁକିନା କିଛି ତ ସହଜ ବ୍ଲଗ୍ ଦେଇନି କ'ଣ ଦେବି ମୁଁ ଜାଣିପାରୁନି କିଛି ନାହିଁ ଶୋଇପଇଲୁ କ'ଣ ଦେଖ ଓର ଚାହା ଥଣ୍ଡା ହେଇଯିବ ମୁଁ ଯାଉଛି ଏବେ ପିଇଦେବି କାଲି ନେକ୍ସଟ ଭିଡ଼ିଓ ଦେଖା ହେବ ଆଉ କିଛି ମୋତେ ଭଲ ଲାଗୁନି କାହିଁକି ମୋ ଦେହଟା ମେନ୍ ଭଲ ଲାଗୁନି ଭିଡ଼ିଓ ବ୍ଲଗ୍ ବନେଇବାକୁ ବ୍ଲଗ୍ କେତେ କଥା ମୋର କହୁଛି ମୁଁ ଜାଣିଛି ମୋ ପୁଅ କ'ଣ ତା ବାବା ବି ସେମିତି ଥିଲେ ସିଏ ବି ସେମିତି କହୁଥିଲେ ଏ ବି ସେମିତି କହନ୍ତୁ କିଛି ଅସୁବିଧା ନାହିଁ କୁହ ଯିଏ ଯାହା କହୁଛ